ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ସେଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ସବୁ ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ମାସ ହୋଇଥିବାରୁ ହବେଶ୍ୟାଳୀମାନେ ମାସଟି ଧରି କାର୍ତ୍ତିକ ବ୍ରତ ପାଳନ କରନ୍ତି। କୃତ୍ତିକା ନକ୍ଷତ୍ର ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସରୁ କାର୍ତ୍ତିକ ମାସ କହନ୍ତି। ନାରଦୀୟ ପୁରାଣ ମତେ ମାସ ମଧ୍ୟ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ଏକ ମାସଟିକୁ ନିଷ୍ଠାର ସହ ପାଳନ କରନ୍ତି। ମାସ ସାରା ପାଳି ନ ପାଳିଲେ ପଞ୍ଚୁକ 5 ଦିନ ପାଳନ୍ତି। ସାଧାରଣତଃ ଏହି ମାସରେ ଲୋକମାନେ ଆମିଷ ଖାଆନ୍ତି ନାହିଁ। କାର୍ତ୍ତିକ ମାସକୁ ନେଇ କଣ କୁହେ ପୁରାଣ। ପୌରାଣିକ ମତ ପରମ ପିତା ବ୍ରହ୍ମା ଦେବର୍ଷି ନାରଦଙ୍କୁ କାର୍ତ୍ତିକ ମାସର ମହାନ ମହତ୍ୟ ବୁଝାଇବାକୁ ଯାଇଥିଲେ। ମାସମାନଙ୍କ ମଧ୍ୟରେ କାର୍ତ୍ତିକ ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବଦ୍ରିକାଶ୍ରମ ଶ୍ରେଷ୍ଠ ଅଟେ। ଏ ତିନି କଳି ଯୁଗରେ ଅତ୍ୟନ୍ତ ଦୁର୍ଲଭ ନା କାର୍ତ୍ତିକ ସୋମମାସନ କୀର୍ତ୍ତନେକ ସମ ଯୁଗମ୍ବ ନ ବେଦ ସଦୃଶ୍ୟ ଶାସ୍ତ୍ର ନ ତୀର୍ଥ ଗଙ୍ଗାୟା ସମମ୍। ଅର୍ଥାତ୍ କାର୍ତ୍ତିକ ପରି ମାସ ନାହିଁ, ସତ୍ୟ ଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ। କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ମାସ। ତନ୍ମଧ୍ୟରୁ ଶେଷ 5 ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପବିତ୍ର ଦିବସ। ଏହି 5 ଦିନକୁ ବିଶ୍ୱ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି କୁହାଯାଏ। କାର୍ତ୍ତିକ ସୋମବାରର ମହତ୍ତ୍ୱ। କାର୍ତ୍ତିକ ମାସରେ ସୋମବାର ବ୍ରତ ପାଳନ କରିବା ଦ୍ୱାରା ଅତ୍ୟନ୍ତ ପୂର୍ଣ୍ଣ ଫଳ ମିଳେ ବୋଲି କଥିତ ଅଛି। ଏହି ମାସରେ ଅନେକ ଲୋକ ହବିଷ କରନ୍ତି କାରଣ ଏହି ମାସ ଗୋଟିଏ ପବିତ୍ର ମାସ ବୋଲି ସୂତ ପୁରାଣରେ ବିଷ୍ଣୁ ପୁରାଣରେ ବର୍ଣ୍ଣିତ ହୋଇଛି। ତେଣୁ ଏହି ମାସରେ ଅନେକ ଧର୍ମ କାର୍ଯ୍ୟ କରିବା ପାଇଁ କୁହାଯାଇଥାଏ। ଶୈବ ପୁରାଣ ଅନୁସାରେ କାର୍ତ୍ତିକ ମାସ ସୋମବାର ଦିନ ଶିବ ମନ୍ଦିରରେ ଜଳ ଅର୍ପଣ କଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇ ଜୀବନକୁ ଶାରୀରିକ ଯନ୍ତ୍ରଣା ଓ ରୋଗ ବୈରାଗ୍ୟରୁ ଦୂର କରାଯାଇଥାଏ। ସୋମବାର ଦିନ ମହାଦେବଙ୍କୁ ହଳଦୀ ପାଣିରେ ସ୍ନାନ କରାଇଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। କାରଣ ହଳଦୀକୁ ଶୁଭ ସଂକେତ ଭାବରେ ଗ୍ରହଣ କରାଯାଏ। ତା ସହିତ ବିବାହ ବିଳମ୍ବ ହେଉଥିଲେ ସେଥିରେ ମଧ୍ୟ ସଫଳ ମିଳିଥାଏ। ଆମ ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଗୁରୁତ୍ୱ ଦିଆଯିବାର କାରଣ ହେଲା ଏହି ମାସରେ ପୁଣ୍ୟ ଅର୍ଜନ କରି ପାପ କ୍ଷୟ କରାଯାଏ। ତେଣୁ ଏହି ମାସରେ ଋଣଦେବୀଙ୍କ ସେବା ଶୁଶ୍ରୂଷା କଲେ ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ସ୍କନ୍ଦ ପୁରାଣରେ କୁହାଯାଇଛି ଯେ ପିତାମାତା ହେଉଛନ୍ତି ଚଳନ୍ତି ଠାକୁର। ତେଣୁ ଏହି ମାସରେ ପୁଣ୍ୟ ଅର୍ଜନ କରିବା ଲାଗି ପିତାମାତା ଓ ଗୁରୁଜନଙ୍କ ସେବା ଶୁଶ୍ରୂଷା କରିବା ଉଚିତ। କାର୍ତ୍ତିକ ମାସରେ ବିଶେଷ ଭାବରେ ଜୀବଜନ୍ତୁଙ୍କ ସେବା ଶୁଶ୍ରୂଷା କଲେ ମଣିଷର ପାପ କ୍ଷୟ ହୋଇଥାଏ। ନିଜ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ କରିବା ପାଇଁ ମାସ ସାରା ଷଣ୍ଢକୁ ଚାଉଳ ଓ କଦଳୀ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଜୀବନକୁ ସମସ୍ତ ଅସୁବିଧା ଦୂର କରାଯାଇଥାଏ। ଏହା ପାଳନ କରନ୍ତୁ, ଦେଖିବେ ଆପଣଙ୍କ ଜୀବନରେ କେତେ ଉନ୍ନତି ଆସିବ।